ଭାରତୀୟ ପୌରାଣିକ କଥାରେ ନାଗମାନଙ୍କର ଏକ ବିଶେଷ ସ୍ଥାନ ରହିଛି। ସେମାନଙ୍କ ମଧ୍ୟରୁ ଶେଷନାଗଙ୍କୁ ସବୁଠାରୁ ଶକ୍ତିଶାଳୀ ଓ ରହସ୍ୟମୟ ନାଗ ଭାବେ ବର୍ଣ୍ଣନା କରାଯାଏ। ପୁରାଣରେ ଶେଷନାଗଙ୍କୁ ଭଗବାନ ବିଷ୍ଣୁଙ୍କ ଅନନ୍ତ ଶଯ୍ୟା ଭାବେ ଦେଖାଯାଇଛି। କିନ୍ତୁ ପ୍ରଶ୍ନ ହେଉଛି, ଶେଷନାଗ କିଏ ଥିଲେ? ସେ କିପରି ବିଷ୍ଣୁଙ୍କ ଶଯ୍ୟା ହେଲେ ଏବଂ କାହିଁକି ତାଙ୍କୁ ଅନନ୍ତ ବୋଲି କୁହାଯାଏ? ଆସନ୍ତୁ ଜାଣିବା ଏହି ରହସ୍ୟମୟ ପୌରାଣିକ କାହାଣୀ। ଅତୀତରେ ମହର୍ଷି କଶ୍ୟପଙ୍କର ଅନେକ ପତ୍ନୀ ଥିଲେ। ସେମାନଙ୍କ ମଧ୍ୟରୁ କଦ୍ରୁ ଥିଲେ ନାଗମାନଙ୍କର ମାତା। କଦ୍ରୁଙ୍କ ଗର୍ଭରୁ ଅନେକ ନାଗଙ୍କ ଜନ୍ମ ହୋଇଥିଲା। ସେମାନଙ୍କ ମଧ୍ୟରେ ଶେଷନାଗ ଥିଲେ ସବୁଠାରୁ ବିଶିଷ୍ଟ। କିନ୍ତୁ ଶେଷନାଗ ଅନ୍ୟମାନଙ୍କଠାରୁ ଅଲଗା ଥିଲେ। ତାଙ୍କ ମନରେ ଧର୍ମ, ସତ୍ୟ ଓ ଭକ୍ତି ପ୍ରତି ଗଭୀର ଆସକ୍ତି ଥିଲା। ତାଙ୍କ ଭାଇମାନଙ୍କର କିଛି ଆଚରଣ ତାଙ୍କୁ ଭଲ ଲାଗୁନଥିଲା। ଏହି କାରଣରୁ ସେ ସଂସାରର କୋଳାହଳଠାରୁ ଦୂରେଇ ତପସ୍ୟା କରିବାକୁ ଚାହିଁଲେ। ଶେଷନାଗ କଠୋର ତପସ୍ୟାରେ ବସିଗଲେ। ତାଙ୍କ ମନରେ କେବଳ ଗୋଟିଏ ଇଚ୍ଛା ଥିଲା, ନିଜ ଜୀବନକୁ ଧର୍ମ ଓ ଭଗବାନଙ୍କ ସେବାରେ ସମର୍ପିତ କରିବା। ତାଙ୍କର ତପସ୍ୟା ଏତେ ଗଭୀର ଥିଲା ଯେ ଦେବତାମାନେ ମଧ୍ୟ ତାଙ୍କ ତପବଳକୁ ଅନୁଭବ କଲେ। ଶେଷରେ ବ୍ରହ୍ମା ତାଙ୍କ ସମ୍ମୁଖରେ ପ୍ରକଟ ହେଲେ। ବ୍ରହ୍ମା ଶେଷନାଗଙ୍କୁ କହିଲେ, ହେ ଶେଷ, ତୁମର ତପସ୍ୟାରେ ମୁଁ ପ୍ରସନ୍ନ। କୁହ, ତୁମର ଇଚ୍ଛା କ'ଣ? ଶେଷନାଗ ନମ୍ରତାର ସହିତ କହିଲେ, ହେ ପିତାମହ, ମୋତେ ଏମିତି ଶକ୍ତି ଦିଅନ୍ତୁ, ମୁଁ ସଦା ଧର୍ମର ସୁରକ୍ଷା କରିପାରିବି ଏବଂ ପରମାତ୍ମାଙ୍କ ସେବା କରିପାରିବି। ବ୍ରହ୍ମା ତାଙ୍କ ଇଚ୍ଛାରେ ପ୍ରସନ୍ନ ହେଲେ। ସେ ଶେଷନାଗଙ୍କୁ ଏକ ମହାନ ଦାୟିତ୍ୱ ଦେଲେ। ପୌରାଣିକ ବର୍ଣ୍ଣନା ଅନୁସାରେ ଶେଷନାଗ ନିଜର ବିଶାଳ ଦେହରେ ପୃଥିବୀକୁ ଧାରଣ କରିବାର ଦାୟିତ୍ୱ ନେଲେ। ଏହି କାରଣରୁ ତାଙ୍କୁ ଶେଷ ଏବଂ ଅନନ୍ତ ବୋଲି କୁହାଯାଏ। ଅନନ୍ତର ଅର୍ଥ ଯାହାର ଅନ୍ତ ନାହିଁ। ଏହାପରେ ଶେଷନାଗଙ୍କ ଭକ୍ତି ଆହୁରି ଗଭୀର ହେଲା। ତାଙ୍କ ମନ କେବଳ ପରମାତ୍ମାଙ୍କ ସେବାରେ ଲାଗି ରହିଲା। ଏପଟେ କ୍ଷୀରସାଗରରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଶୟନ କରୁଥିଲେ। ତାଙ୍କ ଚାରିପଟେ ଥିଲା ଅସୀମ ଜଳରାଶି। ସେହି ଦିବ୍ୟ ସାଗର ମଧ୍ୟରେ ଭଗବାନ ବିଷ୍ଣୁ ଶେଷନାଗଙ୍କ ଉପରେ ବିରାଜମାନ ହେଉଥିବା ଚିତ୍ର ପୁରାଣରେ ମିଳେ। କୁହାଯାଏ, ଶେଷନାଗ ନିଜର ବିଶାଳ ଦେହକୁ ଏପରି ଭାବରେ ବିସ୍ତାର କଲେ ଯେ ତାଙ୍କ ଭଗବାନ ବିଷ୍ଣୁଙ୍କ ପାଇଁ ଶଯ୍ୟାର ରୂପ ନେଲା। ତାଙ୍କର ଅନେକ ଫଣା ଭଗବାନ ବିଷ୍ଣୁଙ୍କ ଉପରେ ଛତା ପରି ବିସ୍ତାରିତ ହେଲା। ଏଠାରେ ଏକ ଗଭୀର ପୌରାଣିକ ପ୍ରତୀକ ଲୁଚିଥିବା ବୋଲି ମନେ କରାଯାଏ। ବିଷ୍ଣୁ ହେଉଛନ୍ତି ସୃଷ୍ଟିର ପାଳନକର୍ତ୍ତା, ଆଉ ଶେଷନାଗ ହେଉଛନ୍ତି ସମର୍ପିତ ସେବା ଓ ଅନନ୍ତ ଶକ୍ତିର ପ୍ରତୀକ। ଶେଷନାଗ ଭଗବାନ ବିଷ୍ଣୁଙ୍କ ଶଯ୍ୟା ହେବାର ଗର୍ବ ଅନୁଭବ କରିନଥିଲେ। ତାଙ୍କ ପାଇଁ ଏହା ଥିଲା ପରମ ସେବା। ସେଥିପାଇଁ ତାଙ୍କୁ କେବଳ ଜଣେ ନାଗ ଭାବେ ନୁହେଁ, ବରଂ ଭଗବାନଙ୍କ ଅତ୍ୟନ୍ତ ନିଷ୍ଠାବାନ ସେବକ ଭାବେ ଦେଖାଯାଏ। ଶେଷନାଗଙ୍କ ସହ ଭଗବାନ ବିଷ୍ଣୁଙ୍କ ଅବତାରମାନଙ୍କର ମଧ୍ୟ ଗଭୀର ସମ୍ପର୍କ ରହିଛି। ଦ୍ୱାପର ଯୁଗରେ ଯେତେବେଳେ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣ ରୂପେ ଅବତାର ନେଲେ, ସେତେବେଳେ ଶେଷନାଗ ତାଙ୍କ ବଡ଼ ଭାଇ ବଳରାମ ରୂପେ ଅବତୀର୍ଣ୍ଣ ହୋଇଥିବା ବିଶ୍ୱାସ କରାଯାଏ। ଏହି କାରଣରୁ ବଳରାମଙ୍କୁ ଶେଷନାଗଙ୍କ ଅବତାର ବୋଲି ଅନେକ ବୈଷ୍ଣବ ପରମ୍ପରାରେ ମନାଯାଏ। ତ୍ରେତୟା ଯୁଗରେ ମଧ୍ୟ ଶେଷନାଗଙ୍କ ସହ ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀରାମଙ୍କ ସମ୍ପର୍କ ଦେଖାଯାଏ। ଏହି ସମୟରେ ଶେଷନାଗ ଲକ୍ଷ୍ମଣ ରୂପେ ଜନ୍ମ ନେଇଥିଲେ ବୋଲି ପୌରାଣିକ ପରମ୍ପରାରେ କୁହାଯାଏ। ଲକ୍ଷ୍ମଣ ଯେପରି ଶ୍ରୀରାମଙ୍କ ସେବା ଓ ସୁରକ୍ଷାରେ ସଦା ନିୟୋଜିତ ଥିଲେ, ସେହିପରି ଶେଷନାଗ ମଧ୍ୟ ଭଗବାନ ବିଷ୍ଣୁଙ୍କ ନିତ୍ୟ ସେବକ ଭାବେ ପରିଚିତ। ଏହି କାହାଣୀ ଆମକୁ ଆଉ ଏକ ଗମ୍ଭୀର ଶିକ୍ଷା ଦିଏ।
ଶେଷନାଗଙ୍କ ମହତ୍ତ୍ୱ କେବଳ ତାଙ୍କର ବିଶାଳ ଶକ୍ତିରେ ନୁହେଁ, ତାଙ୍କର ନମ୍ରତା, ନିଷ୍ଠା ଓ ସମର୍ପଣରେ ରହିଛି। ପୁରାଣରେ ତାଙ୍କର ହଜାର ଫଣା ବିଷୟରେ ବର୍ଣ୍ଣନା ମିଳେ, କିନ୍ତୁ ଏହି ସଂଖ୍ୟାକୁ ଅନେକ ଅନନ୍ତତା ଓ ଅସୀମ ଜ୍ଞାନର ପ୍ରତୀକ ଭାବେ ପୂଜନ୍ତି। ଶେଷନାଗଙ୍କ ଫଣା ଉପରେ ଭଗବାନ ବିଷ୍ଣୁଙ୍କ ଶୟନର ଦୃଶ୍ୟ ଏକ ଆଧ୍ୟାତ୍ମିକ ସନ୍ଦେଶ ମଧ୍ୟ ଦିଏ। ସୃଷ୍ଟିରେ ଯେତେ ଅଶାନ୍ତି ଥାଉ, ପରମ ସତ୍ୟରେ ନିଷ୍ଠା ଥିଲେ ମନରେ ଶାନ୍ତି ରହିପାରେ। ଶେଷନାଗଙ୍କୁ ଅନନ୍ତ ବୋଲି କୁହାଯିବାର ଆଉ ଏକ ଅର୍ଥ ହେଉଛି ସମୟର ଅନନ୍ତ ପ୍ରବାହ। ସୃଷ୍ଟି ହୁଏ, ପାଳିତ ହୁଏ ଏବଂ ପୁଣି ପରିବର୍ତ୍ତନ ହୁଏ, କିନ୍ତୁ ବ୍ରହ୍ମାଣ୍ଡର ଏହି ଚକ୍ର ଅନନ୍ତ ଭାବେ ଚାଲିଥାଏ ବୋଲି ପୌରାଣିକ ଦର୍ଶନରେ ଧାରଣା ରହିଛି। ତେଣୁ ଭଗବାନ ବିଷ୍ଣୁଙ୍କ ଶେଷ ଶଯ୍ୟା କେବଳ ଏକ ପୌରାଣିକ ଦୃଶ୍ୟ ନୁହେଁ, ଏହା ଭକ୍ତି, ସମର୍ପଣ, ଧର୍ମ ଓ ଅନନ୍ତତାର ଏକ ପ୍ରତୀକ ଭାବେ ଦେଖାଯାଏ। କିନ୍ତୁ ଏହି କାହାଣୀର ସବୁଠାରୁ ବଡ଼ ରହସ୍ୟ କ'ଣ? ରହସ୍ୟ ହେଉଛି ଶେଷନାଗ ଭଗବାନଙ୍କ ପାଖରେ ରହିବା ପାଇଁ କୌଣସି ବଡ଼ ପଦ କିମ୍ବା ଶକ୍ତି ଚାହିଁଲେ ନାହିଁ। ସେ କେବଳ ସେବା କରିବାକୁ ଚାହିଁଲେ। ସେହି ସମର୍ପଣ ହିଁ ତାଙ୍କୁ ଭଗବାନ ବିଷ୍ଣୁଙ୍କ ଶଯ୍ୟାର ସ୍ଥାନ ଦେଇଥିବା ବୋଲି ପୌରାଣିକ କାହାଣୀ ଆମକୁ ସୂଚାଇଥାଏ। ତେଣୁ ଶେଷନାଗଙ୍କ କାହାଣୀ ଆମକୁ ଶିଖାଏ, ଶକ୍ତି ଥିବା ବଡ଼ କଥା ନୁହେଁ, ଶକ୍ତିକୁ ଧର୍ମ ଓ ଭଲ କାମରେ ବ୍ୟବହାର କରିବା ହିଁ ପ୍ରକୃତ ମହତ୍ତ୍ୱ। ଏବଂ ଭକ୍ତିରେ ଯେତେବେଳେ ଅହଙ୍କାର ନଥାଏ, ସେତେବେଳେ ସେହି ଭକ୍ତି ନିଜେ ଏକ ମହାନ ଶକ୍ତିରେ ପରିଣତ ହୁଏ। ଏହି କାରଣରୁ ଆଜି ମଧ୍ୟ ଭଗବାନ ବିଷ୍ଣୁଙ୍କୁ ଶେଷନାଗ ଉପରେ ଶୟନ କରୁଥିବା ରୂପରେ ସ୍ମରଣ କରାଯାଏ। ଜୟ ଶ୍ରୀହରି, ଜୟ ଅନନ୍ତ ଶେଷନାଗ। ଯଦି ଆପଣଙ୍କୁ ମୋର ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଲାଇକ୍, ସବସ୍କ୍ରାଇବ୍ ଆଉ କମେଣ୍ଟ କରିବାକୁ ଭୁଲିବେନି। ରହୁଛି। ଜୟ ଜଗନ୍ନାଥ।